ଚଢ଼େଇ ତାର ଛୋଟ ଛୁଆକୁ ଘରେ ଏକା ରଖି ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲା। ଗହମ ଦାନା ତ ପାଇଗଲି, ହେଲେ ମୋ ଛୋଟ ଛୁଆଟା ତ ଗହମ ଦାନା ଖାଇପାରିବନି। ମୁଁ ତା ପାଇଁ କିଛି ମିଠା ଫଳ ଖୋଜେ। ଏମିତି ଚିନ୍ତା କରି ଚଢ଼େଇ ମିଠା ଫଳ ଖୋଜିଲା, ହେଲେ ସେ ପାଇଲାନି। ଆରେ, ଏତେ ସମୟ ଧରି ମିଠା ଫଳ ଖୋଜିଲି, ହେଲେ ମୁଁ ଗୋଟେ ବି ଫଳ ପାଇଲିନି। ଏବେ ମୁଁ କ'ଣ କରିବି? ଚଢ଼େଇ ଯେଉଁ ଗଛରେ ବସିଥିଲା ସେଇ ଗଛ ତଳେ ଦୁଇଟି ବଡ଼ ବଡ଼ ଆମ୍ବ ପଡ଼ିଥିଲା। ହଠାତ୍ ଚଢ଼େଇର ନଜର ସେ ଆମ୍ବ ଉପରେ ପଡ଼ିଲା। ଏଠି ତ କେହି ବି ନାହାନ୍ତି, ତାହେଲେ ଏତେ ବଡ଼ ବଡ଼ ଆମ୍ବ ଏଠାକୁ କେମିତି ଆସିଲା? ଏ ଆମ୍ବ ଦୁଇଟାକୁ ଦେଖି ଲାଗୁଛି ଏସବୁ ମିଠା ହେଇଥିବ। ମୁଁ ଗୋଟେ କାମ କରେ, ଏ ଦୁଇଟି ଆମ୍ବ ନେଇ ମୁଁ ଘରକୁ ଯାଏ। ମୋ ଛୁଆକୁ ଭୋକ ଲାଗିଥିବଣି, ସେ ମିଠା ଆମ୍ବ ଖାଇବ। ଏମିତି ଚିନ୍ତା କରି ଚଢ଼େଇ ସେ ଦୁଇଟି ଆମ୍ବ ଧରି ଘରକୁ ଫେରିଲା। ଚଢ଼େଇର